ହଁ ତ ଗୋଟେ ରାସ୍ତା ତ ପାଇଛ ଆତ୍ମହତ୍ୟା କରିବ ଆଉ କ'ଣ ତମେ ଆସିଛ ସାହାଯ୍ୟ ପାଇବ ଧୈର୍ଯ୍ୟ ଧୈର୍ଯ୍ୟ ହେବ କି ଆତ୍ମହତ୍ୟା ଶବ୍ଦ କାହିଁକି କହୁଛ ତମେ ସାହାଯ୍ୟ ପାଇଁ ଆସିଛ ନା ସାହାଯ୍ୟ ପାଇବ ଯଦି ତୁମେ ଜେନ୍ୟୁନ୍ କେସ୍ ଅଛି ତୁମେ କାହିଁକି ପାଇବନି ସେଥିପାଇଁ ତ ମୁଁ ଅଛି ନା ତାହେଲେ ଆତ୍ମହତ୍ୟା ଶବ୍ଦ କାହିଁକି କହୁଛ ସେ କହିଦେବେ ଆଜ୍ଞା ମୋର ଆମର କାଦୁଆପଡ଼ା ମୋ ନାଁ ଜଗବନ୍ଧୁ ପଣ୍ଡା ମୁଁ PWରେ 25 ବର୍ଷ ହେଲା ରହି 12 ପୂର୍ବରୁ 25 ବର୍ଷ ହେଲା ଆଜ୍ଞା ମୁଁ ମହା ଗରିବ ଲୋକ ମୋର ବିଲ ନାହିଁ ବାଡ଼ି ନାହିଁ ଘର ନାହିଁ ଦୁଆର ନାହିଁ ଏଷ୍ଟ ଆଜ୍ଞା ବାବୁ ମୋତେ ବାସ ଖଣ୍ଡିଏ ଦେଇଥିଲେ ଏମିତି ମୁଁ ଏଇ ଘରେ ରହୁଛି ହେଲେ କି ମୁଁ 5-6 ହଜାର ଟଙ୍କା ଦରମା ପାଉଛି ଏଥିରେ ଚଳିଲା ଆସିକି ମହା କଷ୍ଟ ଆଜ୍ଞା କ'ଣ କରିବି ପୁଅଟି ଭିନ୍ନକ୍ଷମ ମୋ ସ୍ତ୍ରୀ ପାରାଲିସିସ୍ ହେଲା କି ପାରାଲିସିସ୍ ରହ ଆମେ କହୁଛୁ ପାରାଲିସିସ୍ ଆଜ୍ଞା ବହୁତ କଷ୍ଟରେ ମୁଁ ତାଙ୍କୁ ଚଳଉଛି ବୁଝିଲେ କି ଏ ଯୋଗୁରୁ ମୁଁ ମୁଖ୍ୟମନ୍ତ୍ରୀ କହିଲି ଆଜ୍ଞା ଆମ କଥା ଟିକେ ବୁଝ ନହେଲେ ଆଜ୍ଞା ଆମେ ବଞ୍ଚିକି ଯେତିକି ମରିବି କିଛି ମୂଲ୍ୟ ନାହିଁ ରହି 25 ବର୍ଷ କଟି କଟି କିଛି ମୂଲ୍ୟ ନାହିଁ ଏତିକି କଥା କହିଛି ଆଉ ଆତ୍ମହତ୍ୟା ଆଜ୍ଞା ମୁଁ କହିଲି ଆଜ୍ଞା ଆଉ ଆତ୍ମହତ୍ୟା କରିବୁ ନା କ'ଣ ଖାଇବାକୁ ତ ପାଉଛୁ ଆତ୍ମହତ୍ୟା କରିକି କ'ଣ ମୂଲ୍ୟ ବୁଢ଼ା ତ ହେଲୁଣି ଖଟି ଖଟି ଆଉ କିଛି ତ ମୂଲ୍ୟ ନାହିଁ ଏଚାର ହେଲାନି କି ଆମର କୋଉ କିଛି ଜିନିଷ ହେଲାନି ଆଉ କ'ଣ କରିବି କହିଲେ ହଁ ଠିକ ମୁଁ ତମ କଥା ବୁଝିବି ତମେ ଆତ୍ମହତ୍ୟା କଥା କହନି ମୁଁ ତମ କଥା ନିଶ୍ଚିତ ବୁଝିବି ପ୍ରତିଶ୍ରୁତି ଆଜ୍ଞା କିଏ ଜାଣିଛି କୋଉ ଦିନ ବୁଝିବ